ରାସ୍ତାରେ ପାହୁଣ୍ଡ ପରେ ପାହୁଣ୍ଡ ପକେଇ ଚାଲୁଥିଲେ ହାତୀପଲ। ଆଉ ଦୁଇ ପଟରେ ଠିଆ ହେଇ ଭୟରେ ଥରୁଥିଲେ ଶହ ଶହ ଲୋକେ। ରାଜରାସ୍ତାରେ ଗାଡ଼ି ମଟର ସବୁ ବନ୍ଦ। ନା କେହି ଆଗକୁ ଫେରି ପାରୁଥିଲେ ନା ପଛକୁ। ହଁ ଆଜ୍ଞା, ପୁରା ଗୋଟାଏ ଘଣ୍ଟା ଧରି ଚାଲିଥିଲା ହାତୀ ଆଉ ମଣିଷଙ୍କ ଭିତରେ ଛକା ପଞ୍ଝା। ଗୋଟି ଗୋଟି ହେଇ ସବୁ ହାତୀ ରାଜରାସ୍ତା ପାର କରୁଥିଲେ। ଆଉ ଦୁଇ ପଟରେ ବଡ଼ଠୁ ଛୋଟ ସବୁ ଗାଡ଼ି ତାଙ୍କ ଯିବା ବାଟକୁ ଚାହିଁ ଅପେକ୍ଷା କରିଥିଲା। ହଁ ଆଜ୍ଞା, ଜଙ୍ଗଲରୁ ଗାଁ ମୁହାଁ ହାତୀପଲ। ଆଉ ହାତୀଙ୍କ ରାସ୍ତା ପାର ପାଇଁ ଅପେକ୍ଷା କଲେ ଲୋକେ। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା, ହାତୀମାନେ ସୁରୁଖୁରୁରେ ରାସ୍ତା ପାର କରୁଥିବା ବେଳେ ଲୋକମାନଙ୍କୁ ଚାହିଁ ମୁଣ୍ଡ ହଲାଉଥିଲେ ମଧ୍ୟ ଆକ୍ରମଣ କରିବାକୁ ଗୋଡ଼ାଉ ନଥିଲେ, ଯାହା ହାତୀ ଓ ମଣିଷ ଭିତରେ ଏକ ବନ୍ଧୁତାର ପରିଭାଷା। ଏମିତି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବିଜେପି ରେଞ୍ଜ 49 ନମ୍ବର ଜାତୀୟ ରାଜପଥ ପୁଟୁଲୁପାଣି ଛକ ନିକଟରେ। ଲୋକଙ୍କ ଯାତାୟତ ବେଳେ ରାଜରାସ୍ତାରେ ଦିନର ଆଲୁଅରେ ଏକ 12 ଟିକିଆ ହାତୀପଲ ରାସ୍ତା ପାର କରିବାକୁ ଦେଖିବାକୁ ମିଳିଥିଲା। ଏଥିରେ 10ଟି ବଡ଼ ହାତୀ ଥିବା ବେଳେ 2ଟି ଛୁଆ ହାତୀଙ୍କୁ ଦେଖିବାକୁ ମିଳିଛି। ହାତୀଙ୍କୁ ସୁରକ୍ଷିତ ଭାବରେ ରାସ୍ତା ପାର କରିବାକୁ ବିଜେପି ରେଞ୍ଜ ପକ୍ଷରୁ ରାସ୍ତାକୁ ବନ୍ଦ କରାଯାଇଥିଲା। ଦୁଇ ପଟରେ ଶହ ଶହ ଗାଡ଼ି ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। କେନ୍ଦୁଝରରୁ ସତ୍ୟବ୍ରତ ଦାସଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର।